ଆପଣ ଗୋଟେ କଥା କହିଥିଲେ ଯଦି ପିୟୁଷ ମନ୍ତ୍ର ଚଳିବ ତାହେଲେ ଆଶା ସିଂହ ବାହିନୀ ଚଳିବ। ଆଜି ଆପଣ ସେୟା କରିକି ଦେଖେଇଥିଲେ। କାହିଁକି ସେଟା ମୋର ଅହଙ୍କାର, ସବୁ ପ୍ରଭୁ କରିଛନ୍ତି। ଏବେ ପିୟୁଷକୁ ପୁଣି ଆଜି ମାନେ ମନ୍ତ୍ର ଚଢୁଛନ୍ତି, ତାଙ୍କର କେତେ ଖୁସି ଅଛନ୍ତି? ନିଶ୍ଚିତ ନିଶ୍ଚିତ ଅଛି। ସିଂହ ବାହିନୀ ଗୋଟେ ଷ୍ଟେଜର ପାର୍ଟି ଏବଂ ଆହୁରି ଷ୍ଟେଜକୁ ଯାଉଛି, ସେଇଟା ମତେ ନିଶ୍ଚିତ ଖୁସି ଲାଗେ। ଯଦି ଆପଣ ଗଲା ବର୍ଷ ଖଣ୍ଡଗିରି ଦେଖିଥିବେ, ଆମ ରଘୁ ଭାଇ ପେଣ୍ଡାଲରେ ଆମ ଚାଲିଥିଲା। ଖଣ୍ଡଗିରିର ସବୁଠାରୁ ହାଏଷ୍ଟ ଏରିଆ ରଘୁ ଭାଇ ପେଣ୍ଡାଲ ଏବଂ ସେ ପେଣ୍ଡାଲରେ ଆମେ ରଘୁ ଭାଇ କହିବାରେ ଆମେ ସର୍ବକାଳୀନ ରେକର୍ଡ କରୁଛୁ। ତେଣୁ ଆହୁରି ଆପଣଙ୍କ ମନେ ଥିବ ସିଂହ ବାହିନୀର ପ୍ରଥମ କ୍ୟାମ୍ପ ଯୋଉଦିନ ସିଂହ ବାହିନୀ ବାହାରିଥିଲା, ସକାଳ 6ଟାରେ ଟିକେଟ୍ ସରିଯାଇଥିଲା, 4ଟାରେ ଟିକେଟ୍ କାଉଣ୍ଟର ଖୋଲିଥିଲା ଏବଂ 6ଟାରେ ସରିଗଲା ପରେ ବିଭିନ୍ନ ଆମର ଟିକେଟ୍ କାଉଣ୍ଟରକୁ ଭାଙ୍ଗି ଦେଇଥିଲେ ଟିକେଟ୍ ନ ପାଇ। ତେଣୁ ସିଂହ ବାହିନୀ ଜନ୍ମରୁ ଆଜିକୁ ମଧ୍ୟ ଉପଲବ୍ଧି ରହୁଛି। ଏଇଟା ଗୋଟେ ଅହେତୁକ ଭାବରେ ଜନସମର୍ଥନ ସିଂହ ବାହିନୀ ପ୍ରତି ଏବଂ କୁମପତ୍ରାନ୍ତି ପାର୍ଟି ଏବଂ ପିୟୁଷ ପାର୍ଟି। ଆପଣ ବର୍ତ୍ତମାନ ଆପଣଙ୍କ ପାଖକୁ ପିୟୁଷ ଫେରିଛନ୍ତି। ନୂଆବର୍ଷ ପାଳେନି କାରଣ ହଉଛି ମୁଁ ଜଣେ ଓଡ଼ିଆ ସଂସ୍କୃତିକୁ ଭଲ ପାଉଥିବା ଲୋକ। ମୁଁ ଆଜି ପର୍ଯ୍ୟନ୍ତ କେବେ ନୂଆବର୍ଷ ପାଳିନି, ଏଇଟା ଇଂରାଜୀ ନୂଆବର୍ଷ। ତେଣୁ ମୁଁ ବିଶ୍ୱ ସଂକ୍ରାନ୍ତିକୁ ପାଳେ। ତେଣୁ ଖୁସିରେ ମୁଁ ବହୁ ଉତ୍ସାହିତ ନୁହେଁ, ଦୁଃଖ ଅତ୍ୟଧିକ ଲାଗେ, କିନ୍ତୁ ଖୁସିରେ ଆମେ ଉତ୍ସାହିତ ବା ଉଚିତ। କିଛି ଦିନ ତଳେ ଶୁଣିବାକୁ ମିଳୁଥିଲା ଧମକ ଆସୁଛି ଆମେ ଷ୍ଟେଜ ଚଢେଇ ଦେବୁନି, ଏକଥା କଣ ସତ? ମୁଁ ଆଜ୍ଞା ଜାଣିନି, ଆପଣ ପିୟୁଷକୁ ପଚାରନ୍ତୁ। ଆପଣ ଜାଣିଥିଲେ କି ପିୟୁଷ ଧମକ ଆସିଲା ଆମେ ଷ୍ଟେଜ ଚଢେଇ ଦେବୁନି, ଦେଖିବା କେମିତି 5 ଷ୍ଟେଜ ଚଢେଇ। ଶୁଣନ୍ତୁ ଆଜ୍ଞା, କିଏ ମାନେ କୁଣ୍ଡ ବାଇଦ ସହସ୍ର କୁଶ, ଇଏ କେମିତି କୁହନ୍ତି? ଯାତ୍ରା ସିଂହ ବାହିନୀ ଗ୍ୟାସ ପରେ ଗ୍ୟାସ ବଢି ଚାଲିଛି, ତ ସେଇଥିପାଇଁ ଲୋକମାନେ ବି ଶତ୍ରୁତା ପାଇଛନ୍ତି। ଆଜ୍ଞା କେହି ଶତ୍ରୁ ନୁହନ୍ତି, ସବୁ ମିତ୍ର। ବର୍ତ୍ତମାନ ପୁଣି ହନୁମାନ ଚାଳିଶା ବଟା ଗଲା, ସେଟା ଦେଖନ୍ତୁ ଇଏ ସବୁ ଆମର ଗୋଟେ ଟିମ୍ ୱାର୍କ। ଏଠି ଯେ ମୁଁ ହନୁମାନ ଚାଳିଶା ବାଣ୍ଟିଛି ସେ ଆମେ, ଯେହେତୁ ନାଟକର ନାମ ତୁମ ବଜରଙ୍ଗୀ, ତେଣୁ ଏଇଟା ଗୋଟେ କମିଟି ଆମର ଆମ ଡିରେକ୍ଟରଙ୍କର ପିୟୁଷର ସମସ୍ତଙ୍କର ଇଚ୍ଛା ଥିଲା ଯେ ଗୋଟେ ହନୁମାନ ରଙ୍ଗର ଗାମୁଛା ଏବଂ ଗୋଟେ ହନୁମାନ ଚାଳିଶା ଆମେ ଦେବୁ, ସେଇ କ୍ରମରେ ଦିଆହେଇଛି। ଶୁଣନ୍ତୁ ଆମେ ଯାତ୍ରା ଗୋଟେ ନୂଆ ଚାହୁଁଛୁ, କେତେ ଗ୍ରହଣ କରିବେ ସେ ଦର୍ଶକ ମାନେ ହିଁ କହିବେ। ଶୁଣନ୍ତୁ ଆଜ୍ଞା, ଏଇଟା ପାରିବାକୁ ନା ପିୟୁଷ ଜଗନ୍ନାଥଙ୍କର ବିଚାର ସେ ପାରିବାକୁ ବର୍ତ୍ତମାନ କାହାର ଜଗନ୍ନାଥଙ୍କର ବିଚାର ପାଢିଆକୁ ବର୍ତ୍ତମାନ ଯାତ୍ରା ଜଗତରେ ଗୋଟେ ଚହଳ ପଡିଲା ଯେ ପାଢିଆକୁ ଜିତିଲେ, ଯୋଉ ଜିତ କରିଥିଲେ ପାଢିଆକୁ ଫାଇନାଲ 5 ବର୍ଷ ପାଇଁ ପିୟୁଷକୁ ତାଙ୍କ ସାଙ୍ଗରେ ରଖିଥିଲେ। ଆଉ ଆମେ ସେଇ କଥାକୁ ଯିବାନି। ଦୟାକରି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି, ଆପଣ ସେଇ 5 ବର୍ଷ 2 ବର୍ଷ କଣ୍ଟ୍ରୋଭର୍ସି ଭିତରେ ଚାଲନ୍ତୁ। ପ୍ରଭୁ ଚାହିଁଲେ କଳାକାରଟା 6 ମାସ ଧରିକି ଘରେ ବସିଥିଲା, ତାର ବି ରୁଜି ରୁଚି ପେଟ ପାଟଣା ଅଛି, ତେଣୁ ସେ ଆସି କର୍ମ କଲେ ପଇସା ପାଇବେ। ତେଣୁ ଭଗବାନ ବିଚାର କରିଛନ୍ତି, ସେ ଯାତ୍ରା କରୁଛନ୍ତି। କିଛି ଫଙ୍କସନ କେବେ ଆଜି ନାଇଁ ଫଙ୍କସନ କେମିତି ଧରନ୍ତୁ ଦୁର୍ଗା ପୂଜା, କାଳୀ ପୂଜା, ଆଜି ଆପଣ ବାଁ ହାତରେ ଗାମୁଛା ପିନ୍ଧୁଛନ୍ତି, ଗୋଟେ ଟ୍ରେଣ୍ଡ ପାଲଟିଗଲା ପିୟୁଷକୁ ଦେଖି ସମସ୍ତେ ପିନ୍ଧିଲେ। ନାଇଁ ଏଇଟା ଟ୍ରେଣ୍ଡ, ପିୟୁଷର ତ ନାଟକକୁ ନେଇକି ଟ୍ରେଣ୍ଡ। ଏ ଗାମୁଛା ମାନେ ଯାତ୍ରାର ଷ୍ଟୋରି ହଉଛି ଗାମୁଛା। ଆପଣ ଯେମିତି ଆମର ଦେଖିଥିବେ ଯେତୁଅନ୍ତ କଳିଯୁଗ ଶେଷ, ସେ ନାଟକର ହିରୋ ହଉଛି ମାନେ ହାତୁଡ଼ି ଆଉ ନିହାଣ, ଏଥିର ହିରୋ ହଉଛି ଗାମୁଛା। ତେଣୁ ଆମେ ଯାହା ଏ ଗାମୁଛା ଆମେ ପ୍ରାୟ ସମସ୍ତ ଦର୍ଶକ ମାନଙ୍କୁ ଆଜି ଦେଇଛୁ ଏବଂ ଏ ଗାମୁଛାରେ ମହତ୍ଵ ହଉଛି
ଜଣେ ବାପା ତା ପୁଅକୁ ଦେଇଥିଲେ ତୁ ସତପଥରେ ଚାଲିବୁ, ଏ ଗାମଛା କାନ୍ଧରେ ପକେଇଲେ ତୁ ରାମ ରାମ ଆଉ ହାତରେ ବାନ୍ଧିଲେ ପରଶୁରାମ। ଏଇ ଡାଇଲଗ ସବୁ ମାନିଛନ୍ତି, ମୁଁ ବି ଗୋଟେ ଆମ ଡିରେକ୍ଟର ଆଣି ବାନ୍ଧି ଦେଇଛନ୍ତି, ମୁଁ ମାନିଛି। କେତେ ଖୁସି ଅଛନ୍ତି ଆଜି? ନାଇଁ ମୁଁ ଖୁସି ତ ଅଛି, କାହିଁକି ମୁଁ ଦୁଃଖ କରିବି? ଭଗବାନଙ୍କ ବିଚାର ସବୁବେଳେ ସତପଥରେ ଯାଏ। ଆଚ୍ଛା ପିୟୁଷଙ୍କର ଡାଇଲଗ ଅଛି ହିସାବ ହବ, ହିସାବ ପତ୍ରଙ୍ଗୀ କରିବେ। ଆପଣ ଏ ନାଟକଟା ଦେଖନ୍ତୁ, ତାକୁ ଯେତିକି ଅତ୍ୟାଚାର ହେଇଛି ସେ ସେଇଥିରେ କହିଛି। ମାନେ ପ୍ରଥମ ପର୍ଯ୍ୟାୟରେ ନାଟକରେ ପିୟୁଷକୁ ଯେତିକି ଅତ୍ୟାଚାର ହେଇଛି, ସେ ଡାଇଲଗଟା ସେଇ ଅତ୍ୟାଚାର ପରେ ସେ ହିସାବ କରିବା ଆଗରୁ ରହିଛି। ଆଚ୍ଛା ସତ୍ୟ ଘଟଣା ଉପରେ ଆଧାରିତ ନାଟକ? ନା ଏଥିକ୍ସ ଆଉ ପୌରାଣିକ ଆଉ କିଛିଟା ସତ୍ୟ ଫେଣ୍ଟା ଫେଣ୍ଟା। ନାଟକ ସବୁବେଳେ ନାଟକ। ପିୟୁଷ ହିସାବ କରେ ସେଟା ସତ? ନା ଏ ସବୁ ନାଟକ। ଆପଣ ନାଟକକୁ ଦେଖନ୍ତୁ, କିଛି କ୍ଷେତ୍ରରେ ନିଜ ଚରିତ୍ର ଉପରକୁ ନାଟକ ପଳେଇ ଆସେ, ତାକୁ ଆମେ କଣ ନିଜଙ୍କ ଭିତରେ ଭାବିବା ଉଚିତ? ସବୁ ନାଟକ।